ଇତିହାସ। ଇତିହାସ ପ୍ରବନ୍ଧରେ ପ୍ରାବନ୍ଧିକ ବିଶ୍ୱନାଥ କର। ସମ୍ଭାବ୍ୟ 4ଟି ଉତ୍ତର ମଧ୍ୟରୁ ଠିକ୍ ଉତ୍ତରଟି ବାଛି ଲେଖ। ପ୍ରତ୍ୟେକ ପ୍ରଶ୍ନର ମୂଲ୍ୟ 1 ନମ୍ବର। ଫାଷ୍ଟ କୋଶ୍ଚିନ୍। ପ୍ରସିଦ୍ଧ ପଣ୍ଡିତ ପ୍ରଚଳିତ ଇତିହାସକୁ ଗଭୀରତା ଶୂନ୍ୟ କେଉଁ ଗଳ୍ପ ବୋଲି କହିଛନ୍ତି? ଆଈମା ଗଳ୍ପ, ଅସୁର ଅସୁରୁଣୀ ଗଳ୍ପ, ଗାଲୁ ଗଳ୍ପ, ଗ୍ରାମ୍ୟ ଗଳ୍ପ। ରାଇଟ୍ ଆନ୍ସର, ଗ୍ରାମ୍ୟ ଗଳ୍ପ। ପରବର୍ତ୍ତୀ ପ୍ରଶ୍ନ। ଆମ୍ଭମାନଙ୍କ ଇତିହାସ ବର୍ଣ୍ଣନା ବେଳେ କାହାର ମାତ୍ରା ଅତ୍ୟନ୍ତ ଅଧିକ ଥିଲା? ଭାବନା, କଳ୍ପନା, ସ୍ୱପ୍ନ, ବାସ୍ତବତା। ରାଇଟ୍ ଆନ୍ସର, କଳ୍ପନା। ପରବର୍ତ୍ତୀ ପ୍ରଶ୍ନ। ମନୁଷ୍ୟର ବିଶେଷ ଲକ୍ଷଣ କ'ଣ? ଆତ୍ମଜ୍ଞାନ ଲାଭ, ତତ୍ତ୍ୱ ନିରୂପଣ ପ୍ରୟାସ, ଅନ୍ତର୍ଦୃଷ୍ଟି, ଈଶ୍ୱର ଚିନ୍ତା। ରାଇଟ୍ ଆନ୍ସର, ତତ୍ତ୍ୱ ନିରୂପଣ ପ୍ରୟାସ। ପରବର୍ତ୍ତୀ ପ୍ରଶ୍ନ। ବର୍ତ୍ତମାନ ମାନବ ସମାଜ ଦେହରେ କେଉଁ ମାନବ ସମାଜର ଭାବରାଶି ନିହିତ ଥିବାର ପ୍ରତ୍ୟକ୍ଷ ହୁଏ? ସାମ୍ପ୍ରତିକ, ଅତୀତ, ଭାବାନ୍ତର, କାଳାନ୍ତର। ରାଇଟ୍ ଆନ୍ସର, ଅତୀତ। ପରବର୍ତ୍ତୀ ପ୍ରଶ୍ନ। ମଣିଷ ଜୀବନର ସମସ୍ତ ଘଟଣାର ଲକ୍ଷ୍ୟ ଓ ଗତି କେଉଁ ଆଡ଼କୁ? 1, 2, 3 ବିଭିନ୍ନ। ରାଇଟ୍ ଆନ୍ସର, 1 ଆଡ଼କୁ। ପରବର୍ତ୍ତୀ ପ୍ରଶ୍ନ। ପ୍ରକୃତରେ ଜଗତର କୌଣସି ଘଟଣା ଡ୍ୟାସ୍ ଶୂନ୍ୟ ନୁହେଁ? ଭାବ, ଅର୍ଥ, କାମ, ମୋକ୍ଷ। ରାଇଟ୍ ଆନ୍ସର, ମୋକ୍ଷ। ପରବର୍ତ୍ତୀ ପ୍ରଶ୍ନ। ସମାଜର ସମସ୍ତ ବ୍ୟାପାର କାହାର ଅନ୍ତର୍ଭୁକ୍ତ? ଇତିହାସ, ପୁରାଣ, ବିଜ୍ଞାନ, ଦର୍ଶନ। ରାଇଟ୍ ଆନ୍ସର, ଇତିହାସ। ପରବର୍ତ୍ତୀ ପ୍ରଶ୍ନ। ବ୍ୟକ୍ତିଗତ ଜୀବନ ଇତିହାସକୁ ଆମ୍ଭେମାନେ କେଉଁ ଆଖ୍ୟା ପ୍ରଦାନ କରିଥାଉ? ଆତ୍ମଜୀବନୀ, ଜୀବନଚରିତ, ଆତ୍ମଲିପି, ଜୀବନାୟନ। ରାଇଟ୍ ଆନ୍ସର, ଜୀବନଚରିତ। ପରବର୍ତ୍ତୀ ପ୍ରଶ୍ନ। କେଉଁ ଶ୍ରେଣୀର ମନୁଷ୍ୟ ପୃଥିବୀର ନାନା ବସ୍ତୁ ଦର୍ଶନ କରନ୍ତି ଓ ସମ୍ଭୋଗ କରନ୍ତି? ପ୍ରଥମ, ଦ୍ୱିତୀୟ, ତୃତୀୟ, ଚତୁର୍ଥ। ରାଇଟ୍ ଆନ୍ସର, ପ୍ରଥମ। ପିଲାମାନେ +2 ସେକେଣ୍ଡ ଇୟର ଏମାଇଲର ସମସ୍ତ କୋଶ୍ଚିନ୍ ଆନ୍ସର PDF ପାଇବାକୁ ଚାହୁଁଥିଲେ ଆଲୋକ ଟିଚ୍କୁ ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନ୍କୁ ଅଲ୍ ଭାବରେ ପ୍ରେସ୍ କରିଦିଅନ୍ତୁ। ପରବର୍ତ୍ତୀ ପ୍ରଶ୍ନ। କେଉଁ ସମ୍ବନ୍ଧରୁ ବିଚ୍ଛିନ୍ନ ହେଲେ ମଣିଷ ଜୀବନର ମୂଲ୍ୟ କିଛି ରହେ ନାହିଁ? ବର୍ତ୍ତମାନ, ଅନନ୍ତ ଅତୀତ, ଆଧ୍ୟାତ୍ମିକ, ବୈଷୟିକ। ରାଇଟ୍ ଆନ୍ସର, ଅନନ୍ତ ଅତୀତ। ପରବର୍ତ୍ତୀ ପ୍ରଶ୍ନ। ପାଦ ମୂଳରୁ ନିମ୍ନ ଦେଶକୁ ଅବତରଣ କଲେ କ'ଣ ଦେଖିବ? ନରକଙ୍କାଳ, ଦୁଃଖ, ପାଦପରାଜି, ପୃଥିବୀ। ରାଇଟ୍ ଆନ୍ସର, ନରକଙ୍କାଳ। ପରବର୍ତ୍ତୀ ପ୍ରଶ୍ନ। କେଉଁ ରାଷ୍ଟ୍ର ବିପ୍ଳବ କଥା ସ୍ମରଣ କଲେ ଆମର ହୃତ୍କମ୍ପ ହୁଏ? ଅସହଯୋଗ ଆନ୍ଦୋଳନ, ସିପାହୀ ବିଦ୍ରୋହ, ଫରାସୀ ରାଷ୍ଟ୍ର ବିପ୍ଳବ, ଭୂଦାନ ଆନ୍ଦୋଳନ। ରାଇଟ୍ ଆନ୍ସର, ଫରାସୀ ରାଷ୍ଟ୍ର ବିପ୍ଳବ। ପରବର୍ତ୍ତୀ ପ୍ରଶ୍ନ। ପ୍ରାଚୀନ କେଉଁ ଶାସ୍ତ୍ର ଐତିହାସିକ ସତ୍ୟରେ ପରିପୂର୍ଣ୍ଣ? ଧର୍ମ, ଚିକିତ୍ସା, କାବ୍ୟ, ନାଟ୍ୟ। ରାଇଟ୍ ଆନ୍ସର, ଧର୍ମ। ପରବର୍ତ୍ତୀ ପ୍ରଶ୍ନ। ମନୁଷ୍ୟମାନଙ୍କ ମଧ୍ୟରେ ପ୍ରକୃତିଗତ କ'ଣ ବିଦ୍ୟମାନ? ସୌସାଦୃଶ୍ୟ, ତୁଳନା, ବିଚାର, ବାସ୍ତବତା। ରାଇଟ୍ ଆନ୍ସର, ସୌସାଦୃଶ୍ୟ।
ପରବର୍ତ୍ତୀ ପ୍ରଶ୍ନ, କେଉଁ ଶିକ୍ଷା ମଣିଷ ପାଇଁ ଅଧିକ ଉପଯୋଗୀ? ଉପଦେଶାତ୍ମକ ଶିକ୍ଷା, ଦୃଷ୍ଟାନ୍ତ ଶିକ୍ଷା, କାଳ୍ପନିକ ଶିକ୍ଷା, ବର୍ଣ୍ଣନାତ୍ମକ ଶିକ୍ଷା? ରାଇଟ୍ ଆନ୍ସର, ଉପଦେଶାତ୍ମକ ଶିକ୍ଷା। ପରବର୍ତ୍ତୀ ପ୍ରଶ୍ନ, ପତନ କଥାଟି କେଉଁ ବ୍ୟକ୍ତିର ମସ୍ତକରେ ଉଜ୍ଜ୍ୱଳ ଭାବରେ ଲିଖିତ ହୋଇଅଛି? ଅହଂକାରୀ, ମିଥ୍ୟାବାଦୀ, ସତ୍ୟବାଦୀ, କାଳ୍ପନିକ? ରାଇଟ୍ ଆନ୍ସର, ଅହଂକାରୀ। ପରବର୍ତ୍ତୀ ପ୍ରଶ୍ନ, କେଉଁମାନେ ପୃଥିବୀରେ ବିପରୀତ ଭାବ ଦର୍ଶନ କରି ଅବିଶ୍ୱାସୀ ହୁଅନ୍ତି? ଧାର୍ମିକ ମାନବ, ବିଶ୍ୱାସୀ ମାନବ, ଅପରିଣାମଦର୍ଶୀ ମାନବ, ପାରଦର୍ଶୀ ମାନବ? ରାଇଟ୍ ଆନ୍ସର, ଅପରିଣାମଦର୍ଶୀ ମାନବ। ପରବର୍ତ୍ତୀ ପ୍ରଶ୍ନ, କାହାକୁ ଦ୍ୱିତୀୟ ଶିକ୍ଷକ ବୋଲି କୁହାଯାଇଛି? ବେଦ, ଇତିହାସ, ବାଇବେଲ, କୋରାନ? ରାଇଟ୍ ଆନ୍ସର, ଇତିହାସ। ଇତିହାସକୁ ପ୍ରାବନ୍ଧିକ ଦ୍ୱିତୀୟ ଶିକ୍ଷକ ବୋଲି କହିଛନ୍ତି। ପରବର୍ତ୍ତୀ ପ୍ରଶ୍ନ, ପ୍ରୟୋଜନୀୟ ବସ୍ତୁ ଲାଭ ପାଇଁ କାହାକୁ କଷ୍ଟ ଓ ଯାତନା ଭୋଗ କରିବାକୁ ପଡ଼ିଛି? ଈଶ୍ୱର, ପରମ ପିତା, ମହାପୁରୁଷ, ଜନତା ଜନାର୍ଦ୍ଦନ? ରାଇଟ୍ ଆନ୍ସର, ମହାପୁରୁଷ। ପରବର୍ତ୍ତୀ ପ୍ରଶ୍ନ, ଅତୀତର ସନ୍ତାନ କେଉଁ ରୂପରେ ଦଣ୍ଡାୟମାନ? ପିତା, ମାତା, ଭ୍ରାତା, ଦାତା? ରାଇଟ୍ ଆନ୍ସର, ପିତା। ପରବର୍ତ୍ତୀ ପ୍ରଶ୍ନ, କାହାର କାର୍ଯ୍ୟ କଦାପି ଅସମ୍ପନ୍ନ ରହିବ ନାହିଁ? ବିଧାତା, ଜନତା, ଲୋକତନ୍ତ୍ର, ଗଣତନ୍ତ୍ର? ରାଇଟ୍ ଆନ୍ସର, ବିଧାତା। ପରବର୍ତ୍ତୀ ପ୍ରଶ୍ନ, ବିଧାତା କାହାକୁ ଉଚ୍ଚ ଅଧିକାର ଦିଅନ୍ତି? ଯୋଗ୍ୟ ଲୋକ, ନିରକ୍ଷର, ସାକ୍ଷର, ଅଯୋଗ୍ୟ ଲୋକ? ରାଇଟ୍ ଆନ୍ସର, ଯୋଗ୍ୟ ଲୋକ। ଲାଷ୍ଟ କ୍ୱେଶ୍ଚିନ୍, ଈଶ୍ୱର ଆମ୍ଭମାନଙ୍କ ଦେଶକୁ କେଉଁ ଅନୁରାଗ ହସ୍ତରୁ ଉଦ୍ଧାର କରନ୍ତୁ? ଗଭୀର, ବିକୃତ, ଅବସନ୍ନ, ନିଜସ୍ୱ? ରାଇଟ୍ ଆନ୍ସର, ବିକୃତ। ପିଲାମାନେ, ଯଦି ଆପଣ ଏପର୍ଯ୍ୟନ୍ତ ଚ୍ୟାନେଲଟିକୁ ସବସ୍କ୍ରାଇବ୍ କରିନାହାନ୍ତି, ଏବେ ହିଁ ସବସ୍କ୍ରାଇବ୍ କରି ବେଲ୍ ଆଇକନକୁ ଅଲ୍ ଭାବରେ ପ୍ରେସ୍ କରିଦିଅନ୍ତୁ।